ଯମ ଯେ ନ ଜାଣ ଏ ବାଳୁତ ଯୁବା, ଝିଇବୁ ବୋଲି ମନ କରିଛୁ ଅବା। ଯମକୁ ଜଣା ନାହିଁ କିଏ ବାଳୁତ, କିଏ ଯୁବକ, କିଏ ବୃଦ୍ଧ। ସେ ସମସ୍ତଙ୍କୁ ନିଅନ୍ତି ବା ସେ ସମସ୍ତଙ୍କୁ ନେଇଯିବେ। କିଏ ଜଣେ ଭାବେ ଯେ ମୁଁ ହେଉଛି ବାଳୁତ ବା ମୁଁ ଯୁବକ, ଏବେ ମରିବିନି, ବୁଢ଼ା ହେଲା ପରେ ମରିବି। ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଯମ ସେ କଥା ଜାଣନ୍ତିନି। ଯମ ଯେତେବେଳେ ଯାହାର ମୃତ୍ୟୁ ସମୟ ଆସିବ, ସେ ସେତେବେଳେ ତାକୁ ହିଁ ନେବ, ସେ ଯୋଉ ବୟସରେ ହେଇଥାଉ। ସେଇଥିପାଇଁ କୁହାହେଇଛି, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣି କାହାର ମୃତ୍ୟୁ ବେଳ ଆସି ହୋଇଯିବ ଉପସ୍ଥିତ। ବାଲ୍ୟକାଳରୁ ଧର୍ମ ରୂପକ ଧନ ଅର୍ଜନ କରିବା କଥା କୁହାହେଇଛି। କାହିଁକି ନା କିଏ ଜାଣେ କାହାର ମୃତ୍ୟୁ ବେଳେ କେତେବେଳେ ଆସି ପହଞ୍ଚିଯିବ, ତାର କିଛି ଠିକ୍ ଠିକଣା ନାହିଁ। ଆଉ ମୃତ୍ୟୁ ଆସିଗଲା ପରେ ଆଉ ଧର୍ମ ଅର୍ଜନ କରିହେବନି। ସେଇଥିପାଇଁ କୁହାହେଇଛି, ବେଳ ଥାଉଁ ଥାଉଁ ଭଗବାନଙ୍କର ଭକ୍ତି କର, ଭକ୍ତି ରୂପକ ଧନ ଅର୍ଜନ କର, ତାହେଲେ ମୃତ୍ୟୁକୁ ଆଉ ଭୟ ନାହିଁ। ଯେତେବେଳେ ମୃତ୍ୟୁ ଆସୁ ଆମର କିଛି ସେଥିରେ ଚିନ୍ତା କରିବାର ନାହିଁ।